ମୋର 14 ବର୍ଷର ପୁତୁରା ଘରକୁ ସଉଦା ଆଣି ଦେଉଥିଲା। ସେଥିରେ ଫିଟିକିରି ବି ଆଣିଥିଲା। ଲାଜ ମୁଁ ଏ ବିଷୟରେ ତାକୁ କିଛି ବି ପଚାରି ପାରୁନଥିଲି। ଆଉ ସେ ଫିଟିକିରିକୁ ନେଇ ରୋଷେଇ ଘରର ଏକ ଡବା ଭିତରେ ରଖିଦେଉଥିଲା। ଗୋଟେ ମାସ ପରେ ଫିଟିକିରି ବହୁତ ଜମା ହୋଇଗଲା। ଶେଷରେ ଦିନେ ମୁଁ ମୋ ପୁତୁରାକୁ ଡାକି ତାର କାରଣ ପଚାରିଲି ତ ସେ ଯାହା କହିଲା ମୋ ହୋସ୍ ଉଡ଼ିଗଲା। ମୋର ନାମ ନିଶା। ଯନ୍ତ୍ରଣାରେ ମୋର ଅବସ୍ଥା ଖରାପ ହୋଇଯାଇଥିଲା। ମୋର ଏମିତି ଅବସ୍ଥା ଥିଲା ଯେ ଘରର କୌଣସି କାମ ବି କରିପାରୁନଥିଲି। ସାରା ଘର ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ। ଅଇଁଠା ବାସନ ଗୋଟିଏ ପଟରେ ଜମା ଥିଲା ତ ଅନ୍ୟ ପଟରେ ମଇଳା ଲୁଗା ସଫା କରିବାର ଥିଲା। ଏସବୁ କାମ ମୁଁ ଯଦି ଟିକେ ଡେରିରେ କରିବି ତ କୌଣସି ସମସ୍ୟା ନଥିଲା। ମାତ୍ର ସମସ୍ୟା ତ ରାନ୍ଧିବାରେ ଥିଲା। ରାନ୍ଧିବା ଏମିତି ଏକ କାମ ଥିଲା ଯେଉଁଟାକି ଠିକ୍ ସମୟରେ କରିବା ଦରକାର ହେଉଥିଲା। ଯେମିତି ବି କଷ୍ଟରେ ଥାଏ ମୁଁ, କିନ୍ତୁ ଠିକ୍ ସମୟରେ ରାନ୍ଧିବା ଆବଶ୍ୟକ ହେଉଥିଲା। ମୁଁ ଏହି ଘରେ ମୋ ସ୍ୱାମୀଙ୍କ ସହିତ ରହୁଥିଲି। ଆଉ ମୋ ବିବାହକୁ ବହୁତ ବର୍ଷ ହୋଇଯାଇଥିଲା, କିନ୍ତୁ କୌଣସି ପିଲା ଛୁଆ ହେଉନଥିଲା। କାରଣ ମୋ ସ୍ୱାମୀଙ୍କ ରିପୋର୍ଟ ଠିକ୍ ନଥିଲା, ଯେଉଁଥିପାଇଁ ସେ ବି ଚୁପ୍ ରହୁଥିଲେ। ନହେଲେ ତ ଏ ପର୍ଯ୍ୟନ୍ତ ସେ ମୋତେ ଛାଡ଼ପତ୍ର ଦେଇ ଆଉ ଥରେ ବିବାହ କରିସାରିଥାନ୍ତେ। ତେଣୁ ମୋ ଶାଶୁ ତ ଏଇ କଥା ମାନିବାକୁ ବି ପ୍ରସ୍ତୁତ ନୁହନ୍ତି କି ସମସ୍ୟା ମୋ ପାଖରେ ନୁହେଁ, ବରଂ ତାଙ୍କ ପୁଅଙ୍କ ପାଖରେ ରହିଛି ବୋଲି। ତେବେ ତାଙ୍କର ଏତେ ବଡ଼ ସମସ୍ୟା ବି ନଥିଲା। ଆଉ କିଛି ଔଷଧ ଖାଇବା ପରେ ସେ ସମ୍ପୂର୍ଣ୍ଣ ଠିକ୍ ହୋଇଯାଇଥାନ୍ତେ। ମାତ୍ର ମୋ ସ୍ୱାମୀ ଏମିତି ଜଣେ ବ୍ୟକ୍ତି ଯିଏ ଭାବୁଥିଲେ କି ଡାକ୍ତର ମିଛ କହୁଛନ୍ତି। ସେ କହୁଥିଲେ କି ମୁଁ ଠିକ୍ ଅଛି, ଆଉ ମୁଁ ବି ଚୁପ୍ ହୋଇଯାଉଥିଲି। ଆମ ଜୀବନ ଏମିତି ହିଁ ଆଗକୁ ବଢ଼ୁଥିଲା। ମୋ ସ୍ୱାମୀ ସକାଳୁ ଅଫିସ୍ ପଳାଇ ଯାଉଥିଲେ, ଆଉ ରାତିରେ ଘରକୁ ଫେରୁଥିଲେ। ମୁଁ ସାରା ଦିନ ଏକା ରହୁଥିଲି। ଘର ପାଇଁ ଦରକାର ପଡ଼ୁଥିବା ଜିନିଷ ବି ମୁଁ ନିଜେ ଯାଇ ଆଣୁଥିଲି। ମୋ ସ୍ୱାମୀ ଘରର ହାଟ ବଜାର କାମ ଜମା ବି କରୁନଥିଲେ। ଆଉ ସେ ମୋ ସହିତ ଠିକ୍ରେ କଥା ବି ହେଉନଥିଲେ। କେଜାଣି ତାଙ୍କ ମୁଣ୍ଡ ଭିତରେ କ'ଣ ସବୁ ଚାଲୁଥିଲା, ଆଉ ସେ କ'ଣ ଚାହୁଁଥିଲେ କେଜାଣି। ମୋତେ ଆଜି ପର୍ଯ୍ୟନ୍ତ କିଛି ବୁଝାପଡ଼ୁନଥିଲା। ସେ ପୁରା ଚୁପଚାପ ରହୁଥିଲେ। ନିଜ ଭିତର କଥା କାହାକୁ କହିବାକୁ ଚାହୁଁନଥିଲେ। ବୋଧେ ନିଜ ସ୍ୱାମୀକୁ ବି ନୁହେଁ। ମାତ୍ର ଏମିତି ତ ମୁଁ ବୁଝିପାରୁଥିଲି କି ସେ ଆମ ପିଲା ଛୁଆ ପାଇଁ ସେ ଚିନ୍ତାଗ୍ରସ୍ତ ଥିଲେ। ମାତ୍ର କେତେବେଳେ ବି ସେ କଥା ସେ ମୋତେ ଜମା ବି କହୁନଥିଲେ। ବୋଧେ ଭିତରେ ଭିତରେ ସେ ନିଜକୁ ଦୋଷ ଦେଉଥିଲେ। ଧୀରେ ଧୀରେ କାହିଁକି କେଜାଣି ମୋ ଦେହ ଖରାପ ହେବାକୁ ଲାଗିଲା। ଆଉ ମୁଁ ମୋ ତଳିପେଟରେ ବହୁତ କଷ୍ଟ ଅନୁଭବ କରିବାକୁ ଲାଗିଲି। ଆଉ 2-3 ମାସ ଆଗରୁ ତ ଏହି କଷ୍ଟ ଅଳ୍ପ ଥିଲା, ମାତ୍ର ଏବେ ବଢ଼ିବାରେ ଲାଗୁଥିଲା। ଆଉ ସକାଳୁ ମୋତେ ଏତେ କଷ୍ଟ ହେଉନଥିଲା। ମାତ୍ର ଯେମିତି ସନ୍ଧ୍ୟା ହେଉଥିଲା କଷ୍ଟ ବଢ଼ିବାକୁ ଲାଗୁଥିଲା। ଆଉ ଶେଯରୁ ଉଠିବା ବି ମୋ ପାଇଁ ବହୁତ କଷ୍ଟକର ହୋଇପଡ଼ୁଥିଲା। ମୁଁ 2-3 ଥର ମୋ ସ୍ୱାମୀକୁ ଏ ବିଷୟରେ କହୁଥିଲି, ମାତ୍ର ସେ ଧ୍ୟାନ ଦେଉନଥିଲେ। ଆଉ ମୁଁ ବି ଚୁପଚାପ ହିଁ କଷ୍ଟକୁ ସହି ଚାଲିଲି। କେତେବେଳେ କିଛି କିଛି ଔଷଧ ଖାଇ ଦେଉଥିଲି ତ ଟିକେ ଭଲ ଲାଗୁଥିଲା। ଆଉ ଔଷଧର ପାୱାର ସରିବା ପରେ ପୁଣି ଯେଉଁ କଥାକୁ ସେଇ କଥା। ମୋର ସବୁଠୁ ବଡ଼ ସମସ୍ୟା ଏଇଆ ଥିଲା କି ମୋର ପିଲା ହେଉନଥିଲା। ଆଉ ଯଦି ମୁଁ ରୁମ୍ରେ ପଡ଼ିଥିଲି ତ ମୋ ଯତ୍ନ ନେବା ପାଇଁ କେହି ବି ନଥିଲେ। ମୋ ସ୍ୱାମୀ ରୋଗରେ ପଡ଼ିଲେ ମୁଁ ତାଙ୍କ ଯତ୍ନ ନେଉଥିଲି। ଆଉ ଯଦି ମୋ ମୁଣ୍ଡ ବି ବିନ୍ଧୁଥିଲା ତ ମୋତେ ପାଣି ଟୋପାଏ ବି ଦେବା ପାଇଁ କେହି ରହୁନଥିଲେ। ଦିନେ ମୋ ବଡ଼ ଭଉଣୀ ମୋ ଘରକୁ ଆସିଥିଲା। କାରଣ ସେ କେହି ଜଣେ ସମ୍ପର୍କୀୟ ବିବାହରେ ଯୋଗ ଦେବାକୁ ଆସିଥିଲେ। ଆଉ ଫେରିବା ସମୟରେ ମୋତେ ଦେଖା କରିବାକୁ ଆସିଯାଇଥିଲା। ଆଉ ମୋତେ ସେ ଏମିତି କଷ୍ଟରେ ଦେଖି ନିଜେ ବ୍ୟସ୍ତ ହୋଇପଡ଼ିଲା। ସନ୍ଧ୍ୟା ସମୟ ଥିଲା, ଆଉ ମୋ କଷ୍ଟ ବି ବଢ଼ୁଥିଲା। ଯେତେବେଳେ ଘରର ଘଣ୍ଟି ବାଜିଲା, ମୋର ଏତେ ବି ସାହସ ହେଉନଥିଲା କି କବାଟ ଯାଇ ଖୋଲିବି। ମାତ୍ର ସନ୍ଧ୍ୟା ସମୟରେ
ମୋ ସ୍ୱାମୀ ଆସୁଥିଲେ, ଏଥିପାଇଁ ମୁଁ କଷ୍ଟ ହେଲେ ବି ଉଠିକି ଗଲି। ଆଉ ସାମ୍ନାରେ ମୋ ଦିଅରଙ୍କୁ ଦେଖି ମୁଁ ବହୁତ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ବି ହୋଇଗଲି। ଦିଦି କେଜାଣି କେତେବେଳୁ ବେଲ୍ ବଜାଉଥିଲା। ଆସୁ ଆସୁ କହିଲା କି ତୁ ଏତେ ଡେରିରେ କବାଟ କାହିଁକି ଖୋଲିଲୁ? ମୁଁ ତାକୁ ଥଣ୍ଡା ସରବତ ପିଆଇଲି ଆଉ ମୋର ସବୁ କଥା କହିଲି। ସେ ଦେଖିଲା କି କଷ୍ଟରେ ମୋ ରଙ୍ଗ ଫିକା ପଡ଼ିଗଲାଣି। ମୋ ସବୁ କଥା ଶୁଣିବା ପରେ ସେ ଚିନ୍ତାରେ ପଡ଼ିଗଲା ଆଉ ମୋତେ କହିଲା କି ମୁଁ ଟିକେ ତରବରରେ ଅଛି। ମୋ ଟ୍ରେନ୍ ଟିକଟ ବି ହୋଇସାରିଛି। ଆଉ ଯାହା ବି ହେଉନା କାହିଁକି ମୋତେ ଆଜି ଯିବାକୁ ହେବ। ଘରେ ତ ଭିଣେଇ ଆଉ ସାନ ପୁଅ ନ ଥାନ୍ତେ ତ ମୁଁ ଏଠି ରହିଯାଇଥାନ୍ତି ଆଉ ତୋତେ ଡାକ୍ତରଙ୍କ ପାଖକୁ ନେଇଯାଇଥାନ୍ତି। ମାତ୍ର ମୁଁ ରହିପାରିବିନି। ଏମିତି କହୁ କହୁ ତା ମନରେ ଏକ କଥା ଆସିଲା ଆଉ ତା ଛାତିରେ ତାର 14 ବର୍ଷୀୟ ପୁଅ ଦୀପକ ଥିଲା। ଦିଦି ମୋତେ କହିଲା କି ଦୀପକକୁ ମୁଁ ତୋ ପାଖରେ ଛାଡ଼ିକି ଯାଉଛି ଆଉ ରିକ୍ସା ନେଇ ତା ସହିତ ତୁ ଡାକ୍ତରଙ୍କ ପାଖକୁ ପଳେଇବୁ। ଆଉ ଦୀପକ ବି ତ ବହୁତ ଭଲ ଯତ୍ନ ନେବ ଆଉ କାମ ବି କରିଦେବ। ଏବେ ତାର ଛୁଟି ଚାଲିଛି, ତେଣୁ ସ୍କୁଲ ବି ନାହିଁ। ଦୀପକର ପୋଷାକ ମୁଁ ପରେ ପଠେଇ ଦେବି। ଏବେ ତାର 2 ଯୋଡ଼ି ପୋଷାକ ଅଛି। ମୋ ଭଉଣୀ ମୋ ପାଇଁ ବ୍ୟସ୍ତ ଥିଲା, ସେଥିପାଇଁ ତା ପୁଅକୁ ମୋ ପାଖରେ ଛାଡ଼ିଦେଇ ପଳାଇଲା। ପୂର୍ବ ଥର ଯେତେବେଳେ ମୁଁ ମୋ ପୁତୁରାକୁ ଦେଖିଥିଲି ତ ସେ 10 ବର୍ଷର ଥିଲା ଆଉ ଏବେ ସେ ପୁରା ବଡ଼ ପିଲା ହୋଇଯାଇଥିଲା। ଆଉ ଡେଙ୍ଗାରେ ତ ବୟସରୁ ବି ବଡ଼ ଦେଖାଯାଉଥିଲା। ଏମିତି ନୁହେଁ, ସେ ବି ବହୁତ ଚାଲାକ ଓ ବୁଝିବା ସୁଝିବାର ପିଲା ହୋଇଯାଇଥିଲା। ମାତ୍ର ସେ ମୋ ସହିତ ଏତେଟା ମିଶି ନଥିଲା, କାରଣ ଦିଦି ଅନ୍ୟ ସହରରେ ରହୁଥିଲେ ଆଉ ମୁଁ ବି ତାଠାରୁ ଦୂରରେ ରହି ବିଭିନ୍ନ କାମରେ ବ୍ୟସ୍ତ ରହୁଥିଲି। ଯିବା ଆସିବା ପାଇଁ ବି ମୋତେ ସମୟ ନଥିଲା। ଛାଡ଼, ଏବେ ଦୀପକ ମୋ ସହିତ ଆମ ଘରେ ରହିବାରେ ଲାଗିଥିଲା। ଆଉ ଦିଦି କହିବା ଅନୁସାରେ ମୋତେ ସେ ଡାକ୍ତରଙ୍କ ପାଖକୁ ନେଇଗଲା। ମୁଁ ନିଜେ ବି ଯାଇପାରିଥାନ୍ତି, ମାତ୍ର ଏକା ଯିବା ପାଇଁ ମୋତେ ଡର ଲାଗୁଥିଲା। ମୋ ଘର ଟିକେ ଦୂରରେ ଥିଲା, ତେଣୁ ଯିବା ଆସିବା ପାଇଁ ଟିକେ ସମୟ ଲାଗୁଥିଲା। ଦ୍ୱିପ୍ରହରରେ ମୁଁ ରିକ୍ସା ନେଇ ଦୀପକ ସାଥିରେ ଡାକ୍ତରଙ୍କ ପାଖକୁ ଗଲି। ଆଉ 35 ମିନିଟ୍ ପରେ ଆମ ହସ୍ପିଟାଲରେ ପହଞ୍ଚିଲୁ। ବହୁତ ସମୟ ପରେ ମୋ ପାଳି ଆସିଲା ଆଉ ଦୀପକକୁ ନେଇ ମୁଁ ଡାକ୍ତରଙ୍କ ପାଖକୁ ଗଲି। ଡାକ୍ତର ମ୍ୟାଡ଼ାମ ଦୀପକକୁ ଟିକେ ଦୂରରେ ବସିବାକୁ କହିଲେ ଆଉ ସେ ମଧ୍ୟ ଚୁପଚାପ ଦୂରକୁ ଯାଇ ବସିଲା। ଡାକ୍ତର ମ୍ୟାଡ଼ାମ ମୋ ଅଲ୍ଟ୍ରାସାଉଣ୍ଡ କଲେ ଆଉ ଏକ ଅଜବ ରୋଗ ମୋତେ ହୋଇଛି ବୋଲି କହିଲେ। ଆଉ କହିଲେ କି ଏଇଟା ଏମିତି ଏକ ରୋଗ ଯାହାକି ବୟସ ବଢ଼ିବା ସହିତ ସ୍ତ୍ରୀ ଲୋକମାନଙ୍କୁ ହୋଇଥାଏ। 100 ଜଣକରୁ 10 ଜଣ ସ୍ତ୍ରୀକୁ ଏହି ରୋଗ ହୋଇଥାଏ। ଆଉ ଏହି ରୋଗରେ 2 ପ୍ରକାରର କଷ୍ଟ ହୋଇଥାଏ। ସନ୍ତାନ ହେବା କଷ୍ଟକର ହୋଇପଡ଼େ ଆଉ କଷ୍ଟ ବଢ଼ିଯାଏ। ଆଉ ଏହି ରୋଗକୁ ଏଣ୍ଡୋମେଟ୍ରିଓସିସ୍ କୁହାଯାଏ। ଯଦି ପ୍ରଥମରୁ ସନ୍ତାନ ଥାଏ ତ ଏମିତି ରୋଗ ହେଲେ ଗର୍ଭାଶୟକୁ କାଢ଼ି ବାହାର କରି ଦିଆଯାଇଥାଏ। ଫଳରେ ସେ କଷ୍ଟ ଆଉ ହୁଏ ନାହିଁ। ଯଦି ସନ୍ତାନ ନଥାଏ ତେବେ ସ୍ତ୍ରୀ ଲୋକଙ୍କ ପାଇଁ ବହୁତ ବଡ଼ ସମସ୍ୟା ପିଲାଟି ଯାଏ। ଏଥିରେ ବଟିକା ଖାଇବାକୁ ପଡ଼େ ଆଉ ବଟିକା ଖାଇଲେ ସନ୍ତାନ ହେବାର ଆଶା ବି ଦିନକୁ ଦିନ କମିବାରେ ଲାଗେ। ଆଉ ସମୟ ଆସିଲେ ସ୍ତ୍ରୀ ଲୋକ ପୁରାପୁରି ସନ୍ତାନ ପ୍ରସବର କ୍ଷମତା ହରାଇ ବସେ। ଏମିତି ସ୍ତ୍ରୀଙ୍କ ପାଇଁ ଅପରେସନ ଶେଷ ରାସ୍ତା ହୋଇଥାଏ। ଆଉ ଏ ଅପରେସନ ପାଇଁ ଟଙ୍କା ବହୁତ ଦରକାର ହୋଇଥାଏ। ଅପରେସନ ସମୟରେ ତାଙ୍କୁ ସଫା କରାଯାଇଥାଏ ଆଉ ସେ କଷ୍ଟରୁ ମୁକ୍ତି ମିଳେ। ଆଉ ଆପଣଙ୍କ ସନ୍ତାନ ନାହିଁ, ତେଣୁ ବଟିକା ଖାଆନ୍ତୁ ବୋଲି ମୁଁ ଆପଣଙ୍କୁ ପରାମର୍ଶ ଦେବିନି। ଆଉ ଅପରେସନ ପାଇଁ 1 ଲକ୍ଷ ଟଙ୍କା ଦରକାର। ଅପରେସନ ପରେ ଆପଣଙ୍କୁ ଏ କଷ୍ଟରୁ ମୁକ୍ତି ମିଳିଯିବ। ଆଉ ଭଗବାନ ଚାହିଁଲେ ତୁମର ସନ୍ତାନ ବି ହୋଇଯିବ। 1 ଲକ୍ଷ ଟଙ୍କା କଥା ଶୁଣି ମୋ ଅବସ୍ଥା ଖରାପ ହୋଇଗଲା। ଏ ମହଙ୍ଗା ଯୁଗରେ ଯେତେବେଳେ ନିଜ ପେଟ ପୋଷିବା ମୁସ୍କିଲ ହୋଇପଡ଼ିଛି ତ 1 ଲକ୍ଷ ଟଙ୍କା ମୁଁ ବନ୍ଦୋବସ୍ତ କରିବି କେଉଁଠୁ? କିଛି ନ କହି ମୁଁ ସେଠାରୁ ପଳେଇ ଆସିଲି। ସାରା ରାସ୍ତା ଟେନସନ ଓ ଗରମରେ ମୋ ଅବସ୍ଥା ଖରାପ ହୋଇଯାଉଥିଲା। ସନ୍ଧ୍ୟା ବେଳକୁ ମୁଁ ଘରେ ପହଞ୍ଚିବା ପରେ ବହୁତ ଦୁଃଖିତ ଥିଲି।
କଷ୍ଟ ବି ବଢ଼ିବାରେ ଲାଗୁଥିଲା। ଦୀପକ ମୋ କଷ୍ଟ ଦେଖି କହିଲା କି ତୁମେ ଆରାମ କର, ମୁଁ ତୁମକୁ ବଟିକା ଦେଉଛି। ସେ ମୋତେ ବଟିକା ଓ ପାଣି ଦେଲା। ମାତ୍ର ମୋ ମନରେ ଥିବା ଏହି ଖାଦ୍ୟ କିପରି କରିବାର ଅଛି, ଆଉ ଘରର ବହୁତ କାମ ବି ବାକି ଅଛି। ମୁଁ କଷ୍ଟରେ ବି ଆରାମ କରିପାରୁନଥିଲି। ସନ୍ଧ୍ୟାବେଳକୁ ଚା ବି ତିଆରି କରିବାର ଥିଲା। ଏହି ଚିନ୍ତାରେ ମୁଁ ଥିଲାବେଳେ ଦୀପକ ଚା କପ୍ ନେଇ ମୋ ରୁମ୍କୁ ଆସିଲା। ମୋ ସାମ୍ନାରେ ଚା ରଖି କିଛି ନ କହି ପୁଣି ପଳାଇଲା। ମୁଁ ଚା ପିଇଲି ତ କିଛି କଷ୍ଟ କମିବାର ଅନୁଭବ କଲି। ପ୍ରଥମରୁ ମୁଁ ଶୁଣିଥିଲି କି ପେଟରେ କଷ୍ଟ ହେଉଥିଲେ ଗରମ ଏବଂ ତରଳ ପଦାର୍ଥ ପିଇଲେ କମିଯାଏ ବୋଲି। ପୁଣି ମୋର ମନେ ପଡ଼ିଲା କି ରୋଷେଇ ଘରେ ବାସନ ପଡ଼ିଛି ସଫା କରିବା ପାଇଁ। ମୁଁ ପୁଣି ଉଠିକି ରୋଷେଇ ଘରକୁ ଗଲି ତ ଦେଖିଲି କି ଦୀପକ ସେଇ ବାସନ ସବୁ ସଫା କରିଦେଇଛି। ମୁଁ ଆଶ୍ଚର୍ଯ୍ୟ ହୋଇ ତା ଆଡ଼କୁ ଅନେଇଲି ତ ସିଏ କହିଲା କି ମୋର ଅଭ୍ୟାସ ଅଛି, ମୁଁ ମୋ ମା'କୁ ବି ସାହାଯ୍ୟ କରିଦିଏ। ତୁମକୁ ଖାଇବା ବି ତିଆରି କରିବା ଦରକାର ନାହିଁ। ମୋତେ ଟଙ୍କା ଦିଅ, ମୁଁ ହୋଟେଲରୁ ଖାଇବା ନେଇ ଆସିବି। ଦୀପକର କଥା ମୋତେ ଚିନ୍ତାରେ ପକାଇ ଦେଉଥିଲା। ସେ ଛୋଟ ପିଲା ଆଉ ଏତେ କଥା ବୁଝିଥିଲା ଯେମିତିକି ସେ 20 କି 22 ବର୍ଷର ପିଲା। କିଛି ପିଲା ସମୟ ପୂର୍ବରୁ ବି ବୁଦ୍ଧିମାନ ହୋଇଯାଇଥାନ୍ତି, ଆଉ ଦୀପକ ସେମାନଙ୍କ ମଧ୍ୟରୁ ଜଣେ ଥିଲା। ମୁଁ କହିଲି କି ନା ତ ମଉସାଙ୍କୁ ହୋଟେଲ ଖାଦ୍ୟ ପସନ୍ଦ ନୁହେଁ, ମୋତେ ଜିନିଷ କିଣିକି ଆଣିଦେ। ମୁଁ ତାକୁ ଟଙ୍କା ଦେଇ ବଜାର ପଠାଇଦେଲି। ଆଉ କିଛି ସମୟ ପରେ ସେ ଫେରିଲା ଆଉ ସେ ସଉଦା ସବୁ ମୁଁ ବ୍ୟାଗରୁ କାଢ଼ିବା ସମୟରେ ମୁଁ ଏକ ଅଜବ କଥା ଦେଖିବାକୁ ପାଇଲି। ମୁଁ ଦେଖି ଚକିତ ହୋଇଗଲି କି ସେ ଫିଟିକିରି ଧରିକି ଆସିଛି। ମୁଁ ଚିନ୍ତାରେ ପଡ଼ିଗଲି କି ସେ ଫିଟିକିରି କାହିଁକି ଧରିକି ଆସିଛୁ। ମୋତେ ଲାଗିଲା କି ସେ ଭୁଲରେ ବୋଧେ ନେଇ ଆସିଥିବ। ମାତ୍ର ଏମିତି ଏହା କେବଳ ଥରେ ହେଲା ନାହିଁ, ବରଂ ସବୁଥର ସେ ସଉଦା ଆଣିବା ବେଳେ ଏକ ଫିଟିକିରି ଖଣ୍ଡ ନେଇ ଆସୁଥିଲା। ମୁଁ ସେ ଫିଟିକିରି ଖଣ୍ଡକୁ ରୋଷେଇ ଘରେ ଏକ ଡବାରେ ରଖିଦେଇଥିଲି। ଏପରିକି ଧୀରେ ଧୀରେ ଫିଟିକିରିରେ ପୁରା ଡବା ଭର୍ତ୍ତି ହୋଇଯାଉଥିଲା। ଦୀପକ ଛୋଟ ପିଲା ଥିଲା ଆଉ ମୋତେ ଏତେ ସାହସ ହେଉନଥିଲା କି ମୁଁ ତାକୁ ଏ ସମ୍ପର୍କରେ ପଚାରିବି ବୋଲି। କାହିଁକି ସେ ସଉଦା ସହିତ ଫିଟିକିରି ଆଣୁଥିଲା। ଯଦି ଏହା ଥରେ ହୋଇଥାନ୍ତା ତେବେ ମୁଁ ଭାବିଥାନ୍ତି କି ଭୁଲରେ ସେ ଆଣିଥିବ ବୋଲି। ମାତ୍ର ପ୍ରତିଦିନ ସେ ସଉଦା ସହିତ ଫିଟିକିରି ଆଣୁଥିଲା। ଦୀପକ ଆମ ଘରକୁ ଆସିବା ପରେ କେବଳ ମୋତେ ହିଁ ନୁହେଁ, ମୋ ସ୍ୱାମୀକୁ ବି ବହୁତ ସୁବିଧା ହେଉଥିଲା। ତାଙ୍କୁ ବି କିଛି ଆଣିବାର ଥିଲେ ତ ସେ ଦୀପକ ପଠାଇ ଦେଉଥିଲେ। ଆଉ ପ୍ରଥମେ ତ ଯେତେବେଳେ ସେ ଅଫିସରୁ ହାଲିଆ ହୋଇ ଆସୁଥିଲେ ଆଉ କିଛି ଆଣିବାର ଥିଲା ତ ତାଙ୍କୁ ବଡ଼ କଷ୍ଟ ହେଉଥିଲା। ସନ୍ତାନ ନଥିବା ମା' ବାପାଙ୍କ କଷ୍ଟ ବୋଧେ ଦୁନିଆରେ ବହୁତ କମ୍ ଲୋକ ବୁଝିପାରିଥିବେ। ମୋ ସ୍ୱାମୀଙ୍କ ପାଖରେ ତ ସମସ୍ୟା ଥିଲା, ଆଉ ଏବେ ମୋ ଭିତରେ ବି ଭିନ୍ନ ଭିନ୍ନ ରୋଗ ଆସିଯାଇଥିଲା। ଆଉ ଅପରେସନ୍ ପାଇଁ ମୋ ପାଖରେ ଟଙ୍କା ବି ନଥିଲା, ଆଉ ବଟିକା ମୁଁ ଖାଇବାକୁ ଚାହୁଁନଥିଲି। ଦୀପକ ଆମ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ବହୁତ କିଛି କରିଦେଇଥିଲା। ତେବେ ପ୍ରତିଦିନ ଦୀପକ ଫିଟିକିରି ଆଣିବା କଥାଟା ମୋ ପାଇଁ ଏକ ବଡ଼ ସମସ୍ୟା ହୋଇଯାଇଥିଲା। ମୁଁ ଶୁଣିଥିଲି କି ଫିଟିକିରି ସ୍ତ୍ରୀ ଲୋକଙ୍କୁ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଏ ବୋଲି। ଆଉ ଏଥିପାଇଁ ମୁଁ ଲାଜରେ ଏ କଥା ପୁତୁରାକୁ ପଚାରି ପାରୁନଥିଲି। ସେ ମୁଁ ଆଉ ଡାକ୍ତରଙ୍କ ଭିତରେ ହୋଇଥିବା କଥାକୁ ଶୁଣି ଦେଇଛି କି ମୁଁ ଏ କଥା ଭାବି ଭାବି ଥକି ଯାଉଥିଲି କି ତାକୁ ଫିଟିକିରି ଆଣିବା ପାଇଁ ମନା କରିବି କି ନାହିଁ। ମାତ୍ର ମୁଁ କିଛି ବି କହିପାରୁନଥିଲି। ଦିନେ ମୁଁ ସାହସ କରି ଦୀପକୁ ଫିଟିକିରି ବିଷୟରେ ପଚାରିଲି ତ ତା କଥା ଶୁଣି ମୋ ମୁଣ୍ଡ ଘୂରେଇ ଦେଲା। ମୁଁ ଏ କଥା ଶୁଣି ମୋ ରୁମ୍କୁ ପଳାଇ ଆସିଲି ଆଉ ଦୀପକ କହିବା କଥାକୁ ଭାବିବାରେ ଲାଗିଲି। କାରଣ ସେ ରାତିରେ ଆମ ସ୍ୱାମୀ ସ୍ତ୍ରୀଙ୍କର କଥା ଶୁଣିଥିଲା। ମୋତେ ଅଜବ ଭାବରେ ଲାଜ ଲାଗୁଥିଲା। ଏହି ପ୍ରକାର ଲାଜ ଲାଗିଲା କି ଯେମିତି ଭୂମି ଫାଟିଯିବ ଆଉ ମୁଁ ସେଥିରେ ପଶିଯିବି। ମୋ ମନରେ ବି ଏମିତି କଥା ନଥିଲା କି ସେ ମୋ ଭିତରି କଥାକୁ ଜାଣିଯିବ ବୋଲି। ଯେଉଁଟାକୁ ମୁଁ ସମସ୍ତଙ୍କୁ ଲୁଚାଉଥିଲି, ସେ ମୋ ଓ ମୋ ସ୍ୱାମୀଙ୍କ କଥାକୁ
ଶୁଣି ଦେଇଥିଲା ଆଉ ସେଥିପାଇଁ ସେ ମୋତେ ପ୍ରତିଦିନ ଫିଟିକିରି ଆଣିକି ଦେଉଥିଲା। ମାତ୍ର ସେ ମୋତେ କହିବାକୁ ସାହସ କରିପାରୁନଥିଲା କି ଫିଟିକିରି ବ୍ୟବହାର କର ବୋଲି। ମୁଁ କବାଟ ବନ୍ଦ କଲି ଆଉ କାନ୍ଦିବାକୁ ଲାଗିଲି। ଲାଜରେ ମୋର ଏମିତି ଅବସ୍ଥା ହୋଇଯାଇଥିଲା କି ମୋତେ ଲାଗିଲା ମୋ ଦେହରେ ଆଉ ରକ୍ତ ନାହିଁ। ଗୋଟିଏ ପଟରେ ନିଃସନ୍ତାନ ହେବା ଚିନ୍ତା ଘୁରୁଥିଲା ତ ଅନ୍ୟ ପଟରେ ଏହି ଲାଜର କଥା। ଏମିତି ଭାବୁ ଭାବୁ ଦୀପକ କବାଟ ଖଟ ଖଟ କଲା ଆଉ ସେ କହିଲା କି ମୁଁ ସକାଳୁ ଘରକୁ ଚାଲିଯିବି ଆଉ ସେଠାରେ ରହିବିନି। ମୁଁ କିଛି କରିପାରିଲିନି, ତାକୁ ଅଟକାଇ ବି ପାରିଲିନି। ସକାଳୁ ଦୀପକ ତା ଘରକୁ ଚାଲିଗଲା ଆଉ ସେ ଏଠାରେ ଥିବା ବେଳେ ମୋତେ ବହୁତ ସାହାଯ୍ୟ କରୁଥିଲା। କିନ୍ତୁ ଏବେ ବହୁତ ଗୁଡ଼ିଏ ସମସ୍ୟା ବି ସୃଷ୍ଟି ହୋଇସାରିଥିଲା। ମୁଁ ରୋଷେଇ ଘରକୁ ଗଲି ଆଉ ସେ ଡବା ଭର୍ତ୍ତି ଫିଟିକିରିକୁ ବାହାର କଲି। ମୋତେ ଦୀପକର କଥା ମନେ ପଡ଼ିଲା ତ ଟିକେ ଅଜବ ଲାଗିଲା। ମୁଁ ଭାବିଲି କି ଏସବୁକୁ ନେଇ ବାହାର ଅଳିଆ ଗଦାରେ ଫିଙ୍ଗିଦେବି। ମାତ୍ର ପୁଣି ଭାବିଲି କି ଏସବୁ ସେ ମୋ ଭଲ ପାଇଁ ହିଁ ତ ଆଣିଥିଲା। ଆଉ ସେ କ'ଣ ଏମିତି ଭୁଲ କରିଥିଲା କି? ମୁଁ ସେଥିରୁ ଗୋଟିଏ ଫିଟିକିରି ନେଇ ଆଉ ପାଣିରେ ପକାଇଲି। କିଛି ସମୟ ପରେ ଫିଟିକିରି ମିଳେଇଗଲା ଆଉ ସେଥିରେ ମୁଁ ଗାଧୋଇଲି। ବହୁତ ଦିନ ଯାଏ ସେମିତି ଫିଟିକିରି ପାଣିରେ ମୁଁ ଗାଧୋଇବାରେ ଲାଗିଲି। ଆଉ ଧୀରେ ଧୀରେ ମୁଁ ଅନୁଭବ କଲି କି ମୋ ଭିତରେ ଥିବା ରୋଗ ଆସ୍ତେ ଆସ୍ତେ ଭଲ ହୋଇ ଆସୁଛି। ମୋତେ ଏହି ରୋଗ ଥିବା କି ମୋ ଶରୀରକୁ ବହୁତ ତୀବ୍ର ଦୁର୍ଗନ୍ଧ ବାହାରୁଥିଲା। ମୁଁ ଏକା ରହୁଥିଲି, ଏଥିପାଇଁ ଠିକରେ ଜଣାପଡ଼ୁନଥିଲା। ମାତ୍ର ମୋ ସ୍ୱାମୀ ମୋ ସାଥିରେ ରହୁଥିଲେ ଆଉ ସେ ଜାଣିପାରୁଥିଲେ ମୁଁ ବହୁତ ସଫାସୁତୁରା ରହୁଥିଲି। କିନ୍ତୁ ଏହା ଏକ ରୋଗ ଥିଲା। ପ୍ରତିଦିନ ଫିଟିକିରି ମିଶା ପାଣିରେ ଗାଧୋଇବା ପରେ ମୋର ଏହି ରୋଗ ଧୀରେ ଧୀରେ ଭଲ ହେବାରେ ଲାଗିଲା। ମୁଁ ଠିକ୍ ହେବାରେ ଲାଗୁଥିଲି। ପୂର୍ବରୁ ପ୍ରତିଦିନ ରାତିରେ ମୋ ସ୍ୱାମୀଙ୍କ ଠାରୁ ଶୁଣିବାକୁ ମିଳୁଥିଲା କି ଗନ୍ଧ ବୋଲି। ଥରେ ମୋ ସ୍ୱାମୀ ମୋତେ ଏମିତି କହୁଥିଲେ ଯେ ସବୁକିଛି ଦୀପକ ଶୁଣି ଦେଇଥିଲା ଆଉ ପରଦିନ ଠାରୁ ସେ ସବୁବେଳେ ମୋ ପାଇଁ ଫିଟିକିରି ଆଣି ଦେଉଥିଲା। କାରଣ ମୁଁ ସେହି ଫିଟିକିରି ମିଶା ପାଣିରେ ଗାଧୋଇ ନିଜ ରୋଗ ଭଲ କରେ ବୋଲି। ଦୀପକ କହୁଥିଲା କି ତାର ଜଣେ ସାଙ୍ଗକୁ ବି ଏ ରୋଗ ହୋଇଥିଲା ଆଉ ସେ ପ୍ରତିଦିନ ଗାଧୋଇବା ସତ୍ତ୍ୱେ ବି ଭଲ ହେଉନଥିଲା। ତା ଜୀବନ ଖରାପ ହୋଇଯାଇଥିଲା ତାର ଆଉ ସେ ସାଙ୍ଗସାଥୀଙ୍କ ମେଳରେ ବି ବସି ପାରୁନଥିଲା କାରଣ ସମସ୍ତେ ତାକୁ ପାଖରେ ବସାଉନଥିଲେ। କିଛି ଦିନ ପରେ କେହି ଜଣେ ବୈଦ୍ୟ ତାକୁ ଫିଟିକିରି ପାଣିରେ ଗାଧୋଇବା ପାଇଁ ପରାମର୍ଶ ଦେଇଥିଲେ ଆଉ ସେ ଫିଟିକିରି ପାଣିରେ ଗାଧୋଇବା ପରେ ତାର ଏହି ସମସ୍ୟା ଧୀରେ ଧୀରେ ଦୂର ହୋଇଯାଇଥିଲା। ଦୀପକ କଥା ଶୁଣିବା ପରେ ମୁଁ ନିଜକୁ ବହୁତ ଲଜ୍ଜିତ ଅନୁଭବ କରୁଥିଲି। ସତରେ ମୋତେ କାନ୍ଦ ଆସିଯାଉଥିଲା। ମୁଁ ବହୁତ ସମୟ ପର୍ଯ୍ୟନ୍ତ କାନ୍ଦିଲି। ଏସବୁ କରିବା ପରେ ମୋ ସ୍ୱାମୀଙ୍କ ବି ଅଭିଯୋଗ ଆଉ ରହିଲାନି। ମୁଁ ଚକିତ ଥିଲି କି କେମିତି ସେ ମୋର ଏତେ ବଡ଼ ସମସ୍ୟାକୁ ସମାଧାନ କରିଦେଇଥିଲା। ନହେଲେ ମୁଁ ତ ଭାବି ଦେଇଥିଲି କି ସେ ମୋ ସ୍ତ୍ରୀ ରୋଗ ସମ୍ପର୍କରେ ଜାଣି ଦେଇଥିଲା ବୋଲି ଆଉ ସେଥିପାଇଁ ସେ ଫିଟିକିରି ଆଣିଛି। ସେଥିପାଇଁ ମୁଁ ତାକୁ ପଚାରି ବି ପାରୁନଥିଲି। ଦୀପକ ଚାଲିଯିବା ପରେ ମୋତେ ଅନୁଭବ ହେଲା କି ଜୀବନରେ ପିଲାଛୁଆ ହେବା କେତେ ଜରୁରୀ ଆଉ ସନ୍ତାନ ବିନା ଜୀବନ ବି କେମିତି ଅଧା ଲାଗେ। ମୁଁ ମୋ ଅପରେସନ୍ ପାଇଁ ମୋର ସୁନା ଗହଣା ବି ବିକିଦେଲି ଆଉ ସେହି ଟଙ୍କାରେ ଅପରେସନ୍ କରି ସେ କଷ୍ଟରୁ ମୁକ୍ତି ପାଇଲି। ମୋ ଦିଦି ବି ବୈଦ୍ୟଙ୍କୁ ପଚାରି ଔଷଧ ଆଣି ଦେଇଥିଲା ଆଉ ମୁଁ ସେ ଔଷଧକୁ ରାତିରେ କ୍ଷୀରରେ ମିଶାଇ ମୋ ସ୍ୱାମୀକୁ ଦେବାରେ ଲାଗିଲି। ଆଉ ମୋତେ ତାଙ୍କୁ ଔଷଧ ଦେବାରେ ସହଜ ହେଉଥିଲା କାରଣ ମୋ ସ୍ୱାମୀ ଶୋଇବା ପୂର୍ବରୁ ଉଷୁମ କ୍ଷୀର ପିଇବାକୁ ପସନ୍ଦ କରୁଥିଲେ ଆଉ ମୁଁ ନିଜେ ବି ଔଷଧ ଖାଇଲି ଆଉ ସ୍ୱାମୀକୁ ନ ଜଣାଇ ବି ଖାଇବାକୁ ଦେଉଥିଲି। 6 ମାସ ଖାଇବା ପରେ ଔଷଧ କାମ କଲା ଆଉ ମୋତେ ବିଶ୍ୱାସ ହେଉନଥିଲା କି ମୁଁ ମାଆ ହେବି ବୋଲି। ସମସ୍ୟା ଏତେ ବଡ଼ ନଥିଲା। ମୋ ସ୍ୱାମୀଙ୍କର ଛୋଟିଆ ଚିକିତ୍ସା ଦରକାର ଥିଲା ଯେଉଁ ପାଇଁ ସେ ପ୍ରସ୍ତୁତ ନଥିଲେ। ମାତ୍ର
ଭଗବାନ ମୋ କୂଳ ଭରିଦେଲେ ଆଉ ମୋର ପୁଅଟିଏ ହୋଇଥିଲା। ସ୍ୱାମୀ ବି କହିଲେ କି ସେ ଜାଣିଥିଲେ କି ମୁଁ ତାକୁ କ୍ଷୀରରେ କିଛି ମିଶାଇ ପିଇବାକୁ ଦେଉଛି ବୋଲି, ମାତ୍ର ସେ ଚୁପଚାପ ପିଇ ଦେଉଥିଲେ। କାରଣ ଦୀପକ ଯିବା ପରେ ସେ ଜାଣିପାରିଥିଲେ କି ସନ୍ତାନ ବିନା ଜୀବନରେ କିଛି ନାହିଁ ବୋଲି, ଆଉ ସନ୍ତାନ ଆମ ପାଇଁ କେତେ ଜରୁରୀ। ତ ସାଙ୍ଗମାନେ, এই କାହାଣୀଟି ସେମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ଏ ପ୍ରକାରର ସମସ୍ୟା ଦେଇ ଗତି କରୁଛନ୍ତି, ଆଉ ସେଇମାନେ ହିଁ ଠିକ୍ ଭାବରେ ଜାଣିଛନ୍ତି ଯେ ଜଣେ ସ୍ତ୍ରୀର ସମସ୍ୟାକୁ ରହୁଛି। ନମସ୍କାର, ଜୟ ଜଗନ୍ନାଥ। ଆଶା କରୁଛି କାହାଣୀଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ପୁଣି ଆସିବି ଆଉ ଗୋଟିଏ ନୂଆ ସୁନ୍ଦର ଷ୍ଟୋରି ନେଇ। ଏତିକିରେ ମୋତେ ବିଦାୟ ଦିଅନ୍ତୁ। ବାଇ ବାଇ, ଟେକ୍ କେୟାର।